ପିଲାମାନେ ତୁମେମାନେ କିପରି ଅଛ? ଆଶା କରୁଛି ତୁମେମାନେ ଭଲରେ ଥିବ। ଆଜି ଆମେ ନୀତି ଶିକ୍ଷା ବହିର ଦ୍ୱିତୀୟ ଅଧ୍ୟାୟ ପଢ଼ିବା। ଦ୍ୱିତୀୟ ଅଧ୍ୟାୟର ବିଷୟ କ'ଣ ହେଲା? କ୍ରୋଧ ମଣିଷର ପରମ ଶତ୍ରୁ। ହେଲା, ସେଇଟା ପଢ଼ିବା ଆମେ ଆଜି। କ'ଣ ହେଲା? ପିଲାମାନେ, ମଣିଷର କେହି ଶତ୍ରୁ ନଥାନ୍ତି। ଜନ୍ମରୁ କେହି ଶତ୍ରୁକୁ ନେଇ ଜନ୍ମ ହୁଏ ନାହିଁ। ମଣିଷର ସବୁ ଶତ୍ରୁ ତା ନିଜ ଭିତରେ ଥାଏ, ଯେପରି କାମ, କ୍ରୋଧ ଓ ଲୋଭ ଇତ୍ୟାଦି। ଏସବୁ ପ୍ରବୃତ୍ତି ମଣିଷକୁ ଖରାପ ବାଟକୁ ଟାଣି ନିଅନ୍ତି। ଫଳସ୍ୱରୂପ ମଣିଷ ଶେଷରେ ନିଜେ ହିଁ ନିଜର ଦୁଃଖର କାରଣ ହୁଏ। କ୍ରୋଧୀ ମଣିଷଟି କିପରି କ୍ରୋଧର ବଶବର୍ତ୍ତୀ ହୋଇ ନିଜର ଅତି ଉପକାରୀ ଜୀବଟିକୁ ମାରି ପକାଇଲା, ତାହା ଶୁଣ। ତାର ଗଳ୍ପରେ ଆମର ଏବେ ପଢ଼ିବା କ'ଣ ଦେଇଛି? ଉଜ୍ଜୟିନୀ ରାଜ୍ୟରେ ମାଧବ ବୋଲି ଜଣେ ବ୍ରାହ୍ମଣ ଥିଲେ। ସେ ଖୁବ୍ ଗରିବ। ଦାନ ଦକ୍ଷିଣାରୁ ଯାହା ମିଳେ ସେଇଥିରେ ସେ ଚଳିଯାଆନ୍ତି। ଦିନେ ପାର୍ବଣ ଶ୍ରାଦ୍ଧର ସମୟ। ରାଜା ଘରୁ ଡାକରା ଆସିଲା, ରାଜା କିଛି ଦାନ କରିବେ। ବ୍ରାହ୍ମଣ ତ ଅତି ଦରିଦ୍ର। ଦାନର ନାଁ ଶୁଣି ତାଙ୍କର ମନ ବିକଳ ହେବାକୁ ଲାଗିଲା। ସେ କିପରି ଅନ୍ୟ କେହି ବ୍ରାହ୍ମଣ ପହଞ୍ଚିବା ପୂର୍ବରୁ ଯାଇ ରାଜଘରେ ପହଞ୍ଚିଯିବେ, ସେଥିପାଇଁ ବ୍ୟସ୍ତ ହୋଇପଡ଼ିଲେ। ହେଲେ ଯାଉଛନ୍ତି କେମିତି? ସେ ସମୟରେ ବ୍ରାହ୍ମଣୀ ଯେ ଘରେ ନାହାନ୍ତି, ମାନେ ତାଙ୍କ ପତ୍ନୀ, ତାଙ୍କ ସ୍ତ୍ରୀ, ବ୍ରାହ୍ମଣଙ୍କ ସ୍ତ୍ରୀ, ବ୍ରାହ୍ମଣଙ୍କୁ ତାଙ୍କର ଶିଶୁପୁତ୍ରଟିକୁ ଜଗିବାକୁ କହି ନଦୀକୁ ଗାଧୋଇବାକୁ ଯାଇଛନ୍ତି। ବ୍ରାହ୍ମଣ ଅସ୍ଥିର ହୋଇ କିଛି ଉପାୟ ପାଇଲେ ନାହିଁ। ନିଶ୍ଚୟ ଅନ୍ୟ କେହି ଦାନ ଗ୍ରହଣକାରୀ ସେଠାରେ ଉପସ୍ଥିତ ହୋଇ ସବୁ ଦାନ ନେଇଯିବେ। ବ୍ରାହ୍ମଣଙ୍କ ମନରେ ଏଇ ଚିନ୍ତା ଆସୁଥାଏ ଯେ ଆମ ଯିବା ପୂର୍ବରୁ କିଏ ଯାଇ ସେଠି ପହଞ୍ଚି ନ ଯାଉ ରାଜଘରେ। ବ୍ରାହ୍ମଣ ଏହିପରି ଚିନ୍ତା କରୁ କରୁ ତାଙ୍କର ବହୁ କାଳରୁ ପାଳିତ ନେଉଳଟି ଉପରେ ଆଖି ପଡ଼ିଲା। ଏବେ ବ୍ରାହ୍ମଣଙ୍କୁ ବାଟ ଦିଶିଲା। ସେ ଶିଶୁପୁତ୍ରର ସୁରକ୍ଷା ଦାୟିତ୍ୱ ନେଉଳକୁ ଦେଇ ତୁରନ୍ତ ସେଠାରୁ ରାଜପୁରକୁ ଚାଲିଗଲେ। ବ୍ରାହ୍ମଣୀ ନଦୀରୁ ଫେରି ନଥାନ୍ତି। ନେଉଳଟି ଶିଶୁପୁତ୍ରଟିକୁ ଜଗି ରହିଥାଏ। ଏହି ସମୟରେ ଦେଖାଗଲା ଗୋଟିଏ ବିଶାଳ କୃଷ୍ଣସର୍ପ ଶିଶୁପୁତ୍ର ଆଡ଼କୁ ଆସୁଛି। ନେଉଳ ଆଉ କାଳ ବିଳମ୍ବ ନ କରି ସାପଟି ଉପରକୁ ଝାମ୍ପି ପଡ଼ିଲା। ଦୀର୍ଘ ସମୟ ଧରି ସାପ ଓ ନେଉଳର ଚାଲିଲା ଯୁଦ୍ଧ। ଶେଷରେ ନେଉଳ ତାର ତୀକ୍ଷ୍ଣ ଦନ୍ତରେ ସାପଟିକୁ ଖଣ୍ଡ ଖଣ୍ଡ କରିଦେଲା। ସାପଟି ମରିଯିବାରୁ ମାଲିକ ଆସୁଛନ୍ତି କି ନାହିଁ ଦେଖିବାକୁ ଦାଣ୍ଡକୁ ଚାଲିଗଲା। ବ୍ରାହ୍ମଣ ରାଜଘରୁ ସକଳ ଦାନଦ୍ରବ୍ୟ ଧରି ଫେରୁଥାନ୍ତି। ନେଉଳଟି ଗୃହସ୍ୱାମୀଙ୍କୁ ଦେଖି ଆନନ୍ଦରେ ତାଙ୍କ ପାଦରେ ଗୁଡ଼େଇ ହେଲା। ବ୍ରାହ୍ମଣ ଦେଖିଲେ ନେଉଳଟିର ମୁହଁ ଓ ଦେହ ରକ୍ତ ଜୁଡ଼ୁବୁଡ଼ୁ ହୋଇଛି। ହଠାତ୍ ତାଙ୍କର ମୁଣ୍ଡକୁ ଆସିଲା, ଏ ବିଶ୍ୱାସଘାତକ ଜୀବଟି ତାଙ୍କ ସୁକୁମାର ପୁଅଟିକୁ କାମୁଡ଼ି ଖାଇଦେଇଛି। ତାଙ୍କ ଭିତରେ ସବୁ ବିଚାର ଶକ୍ତି ଲୋପ ପାଇଗଲା। କ୍ରୋଧରେ ପ୍ରଜ୍ୱଳିତ ହୋଇ ସେ ଗୋଟିଏ ବାଡ଼ି ଆଣି ନେଉଳ ମୁଣ୍ଡରେ ଶକ୍ତ ପ୍ରହାରଟିଏ ବସାଇ ଦେଲେ। ଏକା ପ୍ରହାରରେ ନେଉଳଟି ମରିଗଲା। ବ୍ରାହ୍ମଣ ଏଥର ଅତ୍ୟନ୍ତ ମନ ଦୁଃଖରେ ଘର ଭିତରକୁ ଗଲେ। ଦେଖିଲେ ତାଙ୍କର ଶିଶୁପୁତ୍ରଟି ଆନନ୍ଦରେ ଖେଳୁଛି। ତା ପାଖରେ ଭୟଙ୍କର କୃଷ୍ଣ ସର୍ପଟି ମରି ପଡ଼ିଛି। ନିଜର ଅତି ବିଶ୍ୱାସୀ ଜୀବଟି ନିଜ ଜୀବନକୁ ବିପନ୍ନ କରି ପୁଅର ଜୀବନ ରକ୍ଷା କରିଛି, ଅଥଚ କ୍ରୋଧର ବଶବର୍ତ୍ତୀ ହୋଇ ସେ ତାକୁ ହତ୍ୟା କଲେ। ଏକଥା ଚିନ୍ତା କରି ଦୁଃଖ ଅନୁତାପରେ ବ୍ରାହ୍ମଣ ମର୍ମାହତ ହେବାକୁ ଲାଗିଲେ। ହେଲା, ଏଇଟା ହେଲା କାହାଣୀ। ଆର ବି ଆମେ ପ୍ରଶ୍ନ ଉତ୍ତର ଏବେ କରିଦେବା। ପ୍ରଶ୍ନ ଉତ୍ତର ଦେଇଥିବ, ହେଲା, ଆମେ ଏଇଟାକୁ କରିଦେବା ପ୍ରଶ୍ନ ଉତ୍ତର ସବୁ। ପିଲାମାନେ, ପ୍ରଶ୍ନ ଉତ୍ତରରେ କ'ଣ ଦେଲା? ବ୍ରାହ୍ମଣ କେଉଁ ଦେଶରେ ବାସ କରୁଥିଲେ? ହେଲା, ବ୍ରାହ୍ମଣ ଉଜ୍ଜୟିନୀ ଦେଶରେ ବାସ କରୁଥିଲେ। ରାଜା ଘରୁ ଖବର ଆସିବାରୁ ସେ କାହିଁକି, ଖ ନମ୍ବର ପ୍ରଶ୍ନ ହେଲା ରାଜା ଘରୁ ଖବର ଆସିବାରୁ ସେ କାହିଁକି ଅସ୍ଥିର ହେଲେ? ବ୍ରାହ୍ମଣ ଅତି ଦରିଦ୍ର ଥିଲେ, ତେଣୁ ଯେତେବେଳେ ରାଜାଙ୍କ ଘରୁ ତାଙ୍କର ଡାକରା ଆସିଲା କି ରାଜା କିଛି ଦାନ କରିବେ, ସେତେବେଳେ ବ୍ରାହ୍ମଣ ଅସ୍ଥିର ହୋଇ ପଡ଼ିଲେ କି ଅନ୍ୟ କେହି ଦାନ ଗ୍ରହଣକାରୀ ସେଠାରେ ଉପସ୍ଥିତ ହୋଇ ସବୁ ଦାନ ନେଇଯିବେ। ହେଲା, ତାଙ୍କ ମନ ସେଥିପାଇଁକି ବ୍ୟସ୍ତ ହେଉଥାଏ। ଏଠୁ ଗ ନମ୍ବର ପ୍ରଶ୍ନଟା ହେଲା, ବ୍ରାହ୍ମଣ କାହାକୁ ଶିଶୁପୁତ୍ରର ଜଗିବା ଦାୟିତ୍ୱ ଦେଇଗଲେ? ବ୍ରାହ୍ମଣ ନିଜ ପୋଷା ନେଉଳକୁ ଶିଶୁପୁତ୍ରର ଜଗିବା ଦାୟିତ୍ୱ ଦେଇଗଲେ। ନେଉଳର ମୁହଁରେ କାହିଁକି ରକ୍ତ ଲାଗିଥିଲା? ନେଉଳ
ଶିଶୁପୁତ୍ରଟିକୁ ରକ୍ଷା କରିବାକୁ ଯାଇ ବିଶାଳ କୃଷ୍ଣ ସର୍ପଟିକୁ ତାର ତୀକ୍ଷ୍ଣ ଦାନ୍ତରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା। ତେଣୁ ନେଉଳର ମୁହଁରେ ରକ୍ତ ଲାଗିଥିଲା। ତାପରେ ଆସିଲା 9 ପ୍ରଶ୍ନ। ବ୍ରାହ୍ମଣ ନେଉଳକୁ ମାରିସାରି କାହିଁକି ଅନୁତାପ କଲେ? ବ୍ରାହ୍ମଣ କ୍ରୋଧରେ ବଶବର୍ତ୍ତୀ ହୋଇ ନେଉଳକୁ ମାରିସାରି ପରେ ସେ ଦେଖନ୍ତି କି ତାଙ୍କ ଶିଶୁପୁତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଓ ତା ପାଖରେ ବିଶାଳ କୃଷ୍ଣ ସର୍ପ ମରି ପଡ଼ିଛି। ଏହା ଦେଖି ସେ ସବୁ ଘଟଣା ବୁଝିପାରିଥିଲେ। ତେଣୁ ବ୍ରାହ୍ମଣ ନେଉଳକୁ ମାରିସାରି ଦୁଃଖ ଓ ଅନୁତାପ କଲେ। ହେଲା, ତାପରେ କରୁ ଶବ୍ଦ ଆଉ ଖରୁ ଶବ୍ଦ ସହ ଯୋଡ଼। ହେଲା, କ'ଣ ହେଇଛି? ସୁରକ୍ଷା। ସୁରକ୍ଷା ହେବ ଦାୟିତ୍ୱ। ତୀକ୍ଷ୍ଣ ଦାନ୍ତ, ଶକ୍ତ ପ୍ରହାର, ଶକ୍ତ ପାହାର, କ୍ରୋଧର ବଶବର୍ତ୍ତୀ। ତାପରେ 3 ନମ୍ବର ପ୍ରଶ୍ନଟା ଆସିଲା କିଏ ଲେଖ। ସେ ଖୁବ୍ ଗରିବ। ସେ କିଏ? ସେ ଖୁବ୍ ଗରିବ। କିଏ? ବ୍ରାହ୍ମଣ। ବ୍ରାହ୍ମଣ ଖୁବ୍ ଗରିବ ଥିଲେ। ଏକା ପାହାରରେ ସେ ମରିଗଲା। ସେ ବୋଲି କିଏ ଏଠି କୁହାହେଉଛି? ସେ ହେଲା ନେଉଳ। ସେ ନଈକୁ ଗାଧୋଇ ଯାଇଥିଲେ। ସେ କିଏ ଯାଇଥିଲେ? ବ୍ରାହ୍ମଣୀ। ସେ ବୋଲି ହେଲେ ବ୍ରାହ୍ମଣୀ। ହେଲା 3 ନମ୍ବର ପ୍ରଶ୍ନଟା ହେଇଗଲା। 4 ନମ୍ବରଟା ଆସିଲା ଗପଟିରୁ କେଉଁ କେଉଁ ନୀତି ଶିକ୍ଷା ମିଳୁଛି। ଗପଟିରୁ ଆମକୁ କେଉଁ କେଉଁ ନୀତି ଶିକ୍ଷା ମିଳୁଛି? ଏହି ଗପଟିରୁ ଜଣାପଡ଼ିଲା ଯେ ରାଗ ମଣିଷର ପରମ ଶତ୍ରୁ। ହେଲା, ରାଗ ମଣିଷର ପରମ ଶତ୍ରୁ। ତେଣୁ ମନରେ ରାଗ ଆସିଲା ସମୟରେ କୌଣସି ବଡ଼ ପଦକ୍ଷେପ ନେବା ପୂର୍ବରୁ ମନ ଶାନ୍ତ କରି ବହୁବାର ଭାବିବା ଦରକାର। ତଦ୍ୱାରା କୌଣସି କାମ ଭୁଲ ହେବ ନାହିଁ। ହେଲା, ଏଇଟା ହେଲା ଏଇ ଗପରୁ ଆମେ ଏଇଆ ଆସିଲା ଆମ ରାଗ ଆସିବା ସମୟରେ କୌଣସି ପଦକ୍ଷେପ ନେବା ନାହିଁ, ଭୁଲ ପଦକ୍ଷେପ ନେବା ନାହିଁ, ଯାହାକି ପଛରେ ଆମେ ତାକୁ ପସ୍ତେଇବା। ତେଣୁକରି ସବୁବେଳେ ରାଗ ସମୟରେ ମନ ଶାନ୍ତ କରିକି ଯାହା କରିବା କଥା। ହଉ, ଆମର ଏତିକି ଆଜି ପ୍ରଶ୍ନ ଉତ୍ତର ବି ଗଳ୍ପର ସରିଗଲା। ତ ତୁମକୁ ଏ ଭିଡ଼ିଓ କେମିତି ଲାଗିଲା, ମୋର ପଢ଼ା କେମିତି ଲାଗିଲା, ତୁମେ ମୋତେ କମେଣ୍ଟ ବକ୍ସରେ କହିବ। ଆଉ ମୋ ଚ୍ୟାନେଲକୁ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ। ରହୁଛି ପିଲେ, ଧନ୍ୟବାଦ।